जो रात्रि रे प्रभु जीशु এই জগତରେ ଭୂମିଷ୍ଠ ହେଲେ କେବଳ ଗୋଟିଏ ନକ୍ଷତ୍ରର ଉଜ୍ଜଳ ଆଲୋକ ତାଙ୍କର ଜନ୍ମବାର୍ତ୍ତା ଘୋଷଣା କରିଥିଲା। ଏହି ଘୋଷଣା ପାଇଁ ଅନେକ ପ୍ରାର୍ଥନା କରିଥିଲେ ଆଉ ତା ଶୁଣିବା ପାଇଁ ଆଶା କରିଥିଲେ, ତଥାପି ଅନେକ ସେହି ସୁଯୋଗ ହରାଇଥିଲେ। ହୁଏତ ସେହି ସମସ୍ତେ ଥିଲେ ମୋରି ପରି। ବୋଧହୁଏ ସେମାନଙ୍କର ସମସ୍ତ ଆଶା ଥିଲା ସ୍ୱପ୍ନ ପରି ଏବଂ ସେମାନଙ୍କ ପ୍ରାର୍ଥନା ଥିଲା କେବଳ ନିଜ ଅଭିଳାଷ ପରି। ସେମାନେ ହୁଏତ ଏ ପ୍ରକାର ଏକ ନକ୍ଷତ୍ରର ଅପେକ୍ଷାରେ ଥିଲେ ଯାହାକି ସେମାନଙ୍କର ସମସ୍ତ ଅଭିଳାଷ ପୂର୍ଣ୍ଣ କରିବ। ସେହି ନକ୍ଷତ୍ରର ଆଲୋକ ସେମାନଙ୍କର ପାପ ସବୁକୁ ପ୍ରକାଶ କରୁ ବୋଲି ସେମାନେ ଚାହୁଁନଥିଲେ। ପ୍ରତ୍ୟେକ ବର୍ଷ ବଡ଼ଦିନରେ ମୁଁ ଯେତେବେଳେ ଆମମାନଙ୍କର ମଣ୍ଡଳୀର ବଡ଼ଦିନ ସଙ୍ଗୀତ ଦଳରେ ଯୋଗ ଦେଇ ଆଲୋକ ଉତ୍ସବ କାର୍ଯ୍ୟକ୍ରମରେ ଗୀତ ବୋଲେ, ସେତେବେଳେ ମୁଁ ଅନେକ ବିଷୟ ଇଚ୍ଛା କରିଥାଏ। ମୁଁ ସେହି ଲୋମହର୍ଷଣକାରୀ ମୁହୂର୍ତ୍ତର ଅପେକ୍ଷାରେ ଥାଏ ଯେତେବେଳେ କି ସଙ୍ଗୀତ ଦଳର ସମସ୍ୱର ଏପରି ଶୁଣାଯାଏ ଯେମିତି କୌଣସି ବ୍ୟକ୍ତିର ସ୍ୱର ମୁଁ ଶୁଣୁନି, ଅଥଚ ସେହି ସମସ୍ୱର ମଧ୍ୟରେ ମୁଁ ସମସ୍ତଙ୍କର ସ୍ୱର ଶୁଣେ। ମୁଁ ଭାବେ ସ୍ୱର୍ଗର ସଙ୍ଗୀତ ମଧ୍ୟ ଠିକ୍ ସେହି ପ୍ରକାର ହେଇଥିବ। ପ୍ରତ୍ୟେକ ଦିନ ରାତ୍ରିରେ ଯେତେବେଳେ ଲୋକମାନେ ଅଭିନୟ କାର୍ଯ୍ୟକ୍ରମ ଦେଖି ଖୁବ୍ ହସୁଥାନ୍ତି, ମୁଁ ସେତେବେଳେ ଭାବୁଥାଏ ଯେ ସେମାନେ କ'ଣ ପାଇଁ ହସୁଛନ୍ତି, ମୁଁ ଟିକେ ଜାଣିପାରେ କି? କିନ୍ତୁ ସଙ୍ଗୀତ ଦଳର ଅଭ୍ୟାସ ପାଇଁ ମୁଁ ପରଦାର ଅନ୍ତରାଳରେ ବ୍ୟସ୍ତ ଥାଇ ଏହିସବୁ ବିଷୟ ଦେଖିବା ପାଇଁ ସୁଯୋଗକୁ ହରାଇ ବସେ। ହଁ, ଏହି ସମସ୍ତ ବିଷୟ ଜାଣିବା ପାଇଁ ମୁଁ ଇଚ୍ଛା କରେ, କିନ୍ତୁ ମୁଁ ଏକଥା ମଧ୍ୟ ଜାଣେ ଯେ ଏଇ କେତୋଟି ସଙ୍ଗୀତ ଶୁଣିବାର ଲାଳସା ଅପେକ୍ଷା ବରଂ ଈଶ୍ୱରଙ୍କ ରବ ଶୁଣିବା ପାଇଁ ମୁଁ ଅଧିକ ଆଗ୍ରହୀ ହେବା ଆଉ ତହିଁ ନିମନ୍ତେ ପ୍ରାର୍ଥନା କରିବା ଆବଶ୍ୟକ। ବଡ଼ଦିନ ଉପଲକ୍ଷେ ଅଭିନୟ ଅବା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଲାଳାୟିତ ହେବା ପରିବର୍ତ୍ତେ ଈଶ୍ୱରଙ୍କର ରବ ଶୁଣିବାକୁ ମୁଁ ଅଧିକ ଲାଳାୟିତ ହୋଇ ସେଥି ନିମନ୍ତେ ପ୍ରାର୍ଥନା କରିବା ଆବଶ୍ୟକ। ପ୍ରିୟ ବନ୍ଧୁଗଣ, ଅଭିଳାଷ ହେଉଛି ଈଶ୍ୱରଙ୍କଠାରୁ ପାଇବା ନିମନ୍ତେ ଆଶା କରିବା, କିନ୍ତୁ ପ୍ରାର୍ଥନା ହେଉଛି ଈଶ୍ୱର ଆମଠାରୁ ଯାହା ପାଇବା ପାଇଁ ଚାହାନ୍ତି ତହିଁ ନିମନ୍ତେ ଏକ ନିବେଦନ। ଈଶ୍ୱରଙ୍କର ବାକ୍ୟ କହେ, ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲ ଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ। ବଡ଼ଦିନ ହେଉଛି ଈଶ୍ୱର ଆମମାନଙ୍କୁ କ'ଣ ଦେଇଅଛନ୍ତି ଓ ଆମେ ତାହାଙ୍କୁ କ'ଣ ଦେଇପାରିବା, ଏହା ଚିନ୍ତା କରିବାର ସମୟ।